हेलो पिलाମାନେ କେମିତି ଅଛନ୍ତି? ଏହା କି ସମସ୍ତେ ପିଲାମାନେ ବହୁତ ହି ଭଲ ଥିବେ, ସତ ମାନେ ସେମିତି ଭଲ ଥାନ୍ତୁ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ତୁମର ପ୍ଲସ୍ 3 ର 6 ସେମିଷ୍ଟାର ଓଡ଼ିଆନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକି ନା ପିଲାମାନେ ଆଜିର ଭିଡ଼ିଓ ମାଧ୍ୟମରେ ତୁମର ଯୋଉ ତ୍ରୟୋଦଶ ପତ୍ର ହେଲା, ତ୍ରୟୋଦଶ ପତ୍ରର କ୍ଲାସଟି ଆଜି ଯୋଉ ଆରମ୍ଭ ହେଉଛି, ତ ଆଜି ଆମେ ଫାଷ୍ଟ ତୁମର ୟୁନିଟ୍ 1 ପଢିବା ଯୋଉଟା କି ଆତ୍ମଜୀବନୀ। ତ ପିଲାମାନେ ଫାଷ୍ଟ ମୁଁ ତମକୁ ଗୋଟେ କଥା କହି ରଖୁଛି, ଯୋଉ ଆତ୍ମଜୀବନୀ ମାନେ କଣ? ଯେମିତି ଆମେ ଆଗରୁ ପଢି ଆସିଥିଲେ ନାଟକ ହଉ, କ୍ଷୁଦ୍ର ଗଳ୍ପ ହଉ, ଏକାଙ୍କିକା ହଉ, ତ ସେ ବିଷୟରେ ତମେ ଟିକେ ବି ଧାରଣା ଥିଲା ଯେ ନାଟକ କଣ, ଯୋଉଟା କି ମଞ୍ଚରେ କଣ ମଞ୍ଚରେ ଉପସ୍ଥାପନ କରାଯାଏ ଏବଂ ଏକାଙ୍କିକା କଣ, କ୍ଷୁଦ୍ର ଗଳ୍ପ କେମିତି ଲେଖାଯାଏ, ତ ସେଗୁଡ଼ା ତୁମେ ଜାଣିଥିଲ। ବର୍ତ୍ତମାନ ଜାଣିବା ଆତ୍ମଜୀବନୀ କଣ। ପିଲାମାନେ ଯେମିତି ଗୋଟେ ଏକ୍ସାମ୍ପଲ ଦେଇ ଦଉଛନ୍ତି, ଫକୀରମୋହନ ସେନାପତିଙ୍କର ଅନେକ ସାରା ଗଳ୍ପ ଅଛି, ଅନେକ ସାରା ଉପନ୍ୟାସ ଅଛି, ସେଗୁଡିକରେ ତାଙ୍କର ବିଷୟରେ ସାମ୍ନାରେ ଯୋଉ ଫ୍ରଣ୍ଟରେ ଲେଖା ହେଇଥାଏ କିଛି ମାନେ ସେ ଯୋଉ କଣ ଲେଖକ ପରିଚୟ, ସେ ପରିଚୟଟା ଆସେ କୋଉଠୁ ହେଲା, ସେ ଆସେ କୋଉଠୁ ତୁମେ କେବେ ଭାବିଛନ୍ତି? ସେଟା ହଉଛି ତାର ନିଜର ଆତ୍ମଜୀବନରୁ ଆସିଥାଏ। ମାନେ ସେଇ ଆତ୍ମଜୀବନରେ ସେ ଲେଖିଥାନ୍ତି ସେ ମାନେ କେତେ ବର୍ଷ ବୟସରେ କଣ ସବୁ କରିଥିଲେ, କେତେ ବର୍ଷ ପରୀକ୍ଷାରେ 10th ପାସ୍ କରିଥିଲେ କି +2 ପାସ୍ କରିଥିଲେ, ସେଗୁଡ଼ା ସବୁ ସେ ଆତ୍ମଜୀବନରେ ଲେଖନ୍ତି। ସେ ଆତ୍ମଜୀବନରୁ ନେଇକି ସେଠି କଣ ଲେଖକ ପରିଚୟ ଲେଖାଯାଏ। ଏଇଟା ତମମାନଙ୍କୁ ଗୋଟେ ଡାଉଟ୍ କ୍ଲିୟର ହେଇଯାଉ। ଫକୀରମୋହନଙ୍କର ଆତ୍ମଜୀବନୀଟି ରହିଛି କଣ, ଯୋଉ ଆତ୍ମଜୀବନୀ ଚରିତ, ସେଟା ମାନେ ଲେଖା କେବେଟା ଆରମ୍ଭ ହେଇଥିଲା ନା 1915 ଲେଖା ଆରମ୍ଭ ହେଇଥିଲା। କିନ୍ତୁ ଫକୀରମୋହନଙ୍କ ମୃତ୍ୟୁ କେବେ ହେଇଥିଲା? 1918ରେ ମୃତ୍ୟୁ ହେଇଥିଲା, ଲେଖା ଆରମ୍ଭ ହେଇଥିଲା 1915ରେ। ତାହେଲେ ଯୋଉ କିନ୍ତୁ ପ୍ରକାଶ ହେଇଥିଲା କେତେ ନା 1927ରେ। 1927 ତମେ ତ ବର୍ତ୍ତମାନ ତମେ କହିବ ସାର୍ ତ ଫକୀରମୋହନ ସେନାପତି ତ 1918ରେ ମରିଗଲେ, ତାପରେ କେମିତି ପ୍ରକାଶ ପାଇଲା? ମାନେ କେତେ ବର୍ଷ ପରେ? 9 ବର୍ଷ ପରେ ପ୍ରକାଶ ତାହା ପାଇଲା। ତା ପିଲାମାନେ ସିଏ ପ୍ରକାଶ କରିନାହାନ୍ତି, ସେ ତାଙ୍କର ପୁତ୍ର ପ୍ରକାଶ କରିଛନ୍ତି। ତାଙ୍କ ପୁତ୍ର କିଏ? ମୋହିନୀ ମୋହନ ହେଲା କି, ତାଙ୍କର ପୁତ୍ର ମୋହିନୀ ମୋହନ 1927 ମସିହାରେ ପ୍ରକାଶ କରିଛନ୍ତି। 9 ବର୍ଷ ପରେ, ମାନେ ସେ ମୃତ୍ୟୁବରଣ କଲା ପରେ ସେ ଆତ୍ମଜୀବନୀକୁ ପ୍ରକାଶ କରିଛନ୍ତି। ଏମିତି ଚରିତ୍ର, ଏଟା ମନେ ରଖିବ। ଫକୀରମୋହନଙ୍କ ଆତ୍ମଜୀବନ ଚରିତ୍ର ଏଟା ହଉଛି ଆମର ପ୍ରଥମ ସାର୍ଥକ ଆତ୍ମଜୀବନୀ ହେଲା। ତାପରେ ହେଲା ତୁମର ଅନେକ ସାରା ସେମିତି ରାଇଟର ଅଛନ୍ତି, ତାପରେ ଲେଖିଲେ ଯେମିତି ଦସ୍ୟୁବିହାର ନାୟକ, ସେ ଲେଖିଛନ୍ତି ଆତ୍ମକାହାଣୀ କେତେରେ, ସେଟା 1938। ସେପରି ନନ୍ଦକିଶୋର ଦାସ, ମୋ ଜୀବନ ଜଞ୍ଜାଳ କାହାଣୀ, କୃଷ୍ଣଚନ୍ଦ୍ର ବେହେରା, ଆଖିର ଦେଖା ପ୍ରାଣର କଥା, ଫତୁରାନନ୍ଦ, ମୋ ଫୁଟାଣଙ୍କର କାହାଣୀ, ଯୋଉଟା କି ଅଛି ଏଇଟା ହେଲା। ତ ସେଇପରି ଭାବରେ ଅନେକ ସାରା ରାଇଟର ଅଛନ୍ତି ଯୋଉଟା କି ନିଜ ନିଜ ଆତ୍ମଜୀବନୀ ଲେଖିଛନ୍ତି, ସେଗୁଡ଼ା ସବୁ ଆମେ ଜାଣିବା। ତ ଫାଷ୍ଟ ଆମେ କିଛି ଆତ୍ମଜୀବନୀ କେମିତି ଲେଖାଯାଏ, ଆତ୍ମଜୀବନୀ କଣ, ସେ ବିଷୟରେ ତୁମକୁ ମୁଁ ଖାଲି ଟିକେ ଖାଲି ତୁମକୁ କହିଦେଲି ସାମ୍ନା, କାହିଁକି ନା ତମେ ଜାଣିପାରିବ ଯେ ଆତ୍ମଜୀବନୀ କଣ। ବର୍ତ୍ତମାନ ଆମେ ମେନ୍ ବିଷୟକୁ ଯିବା ହେଲା। ଚାଲ ଏଇଟା ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବା। ଆତ୍ମଜୀବନର ସଂଜ୍ଞାଙ୍କନ ସ୍ୱରୂପ ନିର୍ଦ୍ଧାରଣ କରିବା ହେଲା। ଚାଲ ଦେଖନ୍ତୁ, ନିଜକୁ ଅନ୍ୟ ନିକଟରେ ପ୍ରକାଶନ କରିବାର ପ୍ରବୃତ୍ତି ମଣିଷର ଏକ ସର୍ବଜନୀନ ଓ ସହଜାତ ମାନବିକ ଅଭିଳାଷ। ତ ନିହାତି ଭାବରେ ଜଣେ ବ୍ୟକ୍ତି ସବୁବେଳେ ତମେ ଦୈନନ୍ଦିନ ଜୀବନରେ ବି ଦେଖୁଥିବ, ମାନେ ତମେ ନିଜର କଥାକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ହଉଛି ମାନବର ଅଭ୍ୟାସ। ତୁମେ କୁହନି ନା ମୁଁ ଆଜି ଏଇଟା ଖାଇଲି, ଏଇଟା ପିନ୍ଧିଲି, ଏଇଠି ଗଲି, ସେଠି ଗଲି, ଯୋଉ ଆମେ ଅନ୍ୟକୁ କହିଥାଉ ହେଲା। ତ ସେଇଟା ହିଁ ଦେଖନ୍ତୁ, ତ ଏଥିପାଇଁ ସେ ନିଜ ଜୀବନାନୁଭୂତି, ସୁଖ ଦୁଃଖ, ହସ କାନ୍ଦ, ପାପ ପୁଣ୍ୟ, ସାଫଲ୍ୟ ବୈଫଲ୍ୟର ଉପଲବ୍ଧ କାହାଣୀ ଗୁଡ଼ିକୁ ସଜାଇ ଅନ୍ୟକୁ ଶୁଣାଇ ପାଏ କଣ, ଅଫୁରନ୍ତ ଆନନ୍ଦ ଓ ଆତ୍ମସନ୍ତୋଷ। ନିହାତି ଭାବରେ ସେ କୋଉଠି ଯାଇଥିଲା, କୋଉଠି ସୁଖ ହଉ କି ଦୁଃଖ, ପାପ ପୁଣ୍ୟ, ସଫଳ କି ଅସଫଳ, ସେ ଯାହା ବି ହୋଇଯାଉ, ସେ ସମସ୍ତଙ୍କ ଆଗରେ ତ ନାହିଁ, ସେ ମାନେ କିଛି ଜଣଙ୍କ ଆଗରେ ପ୍ରକାଶ ପାଇକି ସେ ଅଫୁରନ୍ତ ଆନନ୍ଦ ପାଇଥାଏ। ତାପରେ ଦେଖିବା, ତ ଏହି ନିର୍ମଳ ସନ୍ତୋଷ ଭିତରେ ଥାଏ କିନ୍ତୁ ଗଭୀର ଆତ୍ମବିଶ୍ୱାସ ଥାଏ। ପ୍ରଥମ ଆତ୍ମିକ ବିକାଶର ଏକ ଅନ୍ତରଙ୍ଗ କାହାଣୀ ଭାବରେ ଏହା ହିଁ ଅତି ସ୍ୱାଭାବିକ ଓ ଉପଯୁକ୍ତ ପନ୍ଥା ଭାବରେ ବିବେଚିତ ହୋଇଥାଏ। କଣ ଏଇ ତୁମର ଆତ୍ମଜୀବନୀ, ଯୋଉ ତମେ ନିଜେ ଭାବ, ଯୋଉ ତୁମେ ଯାହା ବି କରୁଛ, କିଛି ଲୋକମାନେ ଯୋଉ ଡାଏରୀ ମାଧ୍ୟମରେ ଲେଖୁଛନ୍ତି, ଡାଏରୀ ଗୁଡ଼ିକ ହେଲା, ଡାଏରୀ ଗୁଡ଼ିକ ଲେଖୁଛନ୍ତି ଯେ ଆଜି ଦିନ ସାରା ବିଷୟରେ କଣ କଣ କଲେ। ତ ସେଇଟା ହିଁ ହେଲା, ଯୋଉ ନିଜ ବିଷୟରେ ଲେଖିବା, ସେଇଟା ହିଁ ହଉଛି ତୁମର ଅଟୋବାୟୋଗ୍ରାଫି ବା ଆତ୍ମଜୀବନୀ। ବାସ୍ ଏଇଟା ଗୋଟେ ଡାଉଟ୍ କ୍ଲିୟର ହେଇଯାଉ ନା, ଆଉ କିଛି ଅସୁବିଧା ହବ ନାହିଁ। ତ ଦେଖନ୍ତୁ, ତ ଏହି ନିର୍ମଳ ସନ୍ତୋଷ ଭିତରେ କିନ୍ତୁ ଗଭୀର ଆତ୍ମବିଶ୍ୱାସ ଥାଏ। ତ ଫଳତଃ ଆତ୍ମିକ ବିକାଶର ଏକ ଅନ୍ତରଙ୍ଗ କାହାଣୀ ଭାବରେ ଏହା ହିଁ ଏକ ଅତି ସ୍ୱାଭାବିକ ଓ ଉପଯୁକ୍ତ ପନ୍ଥା ଭାବରେ ବିବେଚିତ ହୋଇଥାଏ। ତ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ବ୍ୟକ୍ତି ନିଜର ଜୀବନର ଘଟଣା ଓ ବିବରଣୀକୁ ନିଜେ ଲେଖିଥିଲେ ତାହାକୁ ଆତ୍ମଜୀବନୀ କୁହାଯାଇଥାଏ। କଣ, ସେ ନିଜେ ହିଁ ଲେଖିଥାଏ। ସିଏ ମାନେ ଦେଖନ୍ତୁ, ଜଣେ ବ୍ୟକ୍ତି ଯାର ଜୀବନରେ କଣ ସବୁ କରୁଛି ଏବଂ କଣ ସବୁ ସିଏ ଫେସ୍ କରି ଆସିଛି, ତ ସେଗୁଡ଼ା ଅନ୍ୟ ଜଣେ ବ୍ୟକ୍ତି ଜାଣିବ କେମିତି? ସେ ନିଜେ ହିଁ ଜାଣିଥିବ ନା। ତ ତେଣୁ ସେ ନିଜେ ହିଁ ପ୍ରାୟ ଲେଖିଥାଏ, କିମ୍ବା ଅନ୍ୟ ଜଣଙ୍କୁ ସିଏ କହିଥାଏ, ଅନ୍ୟ ଜଣଙ୍କୁ ଲେଖା କରିଥାଏ, କିନ୍ତୁ ତା ପାଖରେ ସେ ବସିକି ତାକୁ କହୁଥାଏ ହେଲା। ତ ସେଇପରି ଭାବରେ ଆତ୍ମଜୀବନୀ ଲେଖା ହୋଇଥାଏ। ଏହା କୌଣସି ନାଟକ ନୁହେଁ କି କୌଣସି କ୍ଷୁଦ୍ର ଗଳ୍ପ ନୁହେଁ ଯେ ଯାହା ତା ରାଜାରାଣୀ ଗପ ଲେଖିଦବ କି ମାନେ, ତ ସେମିତି କିଛି ନୁହେଁ ନା। ତେଣୁକରି ଏଗୁଡ଼ା ନିଜେ ହିଁ ନିଜ ବିଷୟରେ ଲେଖିବାର ଅଛି। ମାନେ କୋଉଠି ସେ
ସେ ଭଲ କାମ କରନ୍ତୁ କି ଖରାପ କାମ କରନ୍ତୁ ହେଲେ ବି ସେ ନିଜ ବିଷୟରେ ହିଁ ଲେଖିଥାନ୍ତି। ତ ଏଇଟା ହିଁ ଆତ୍ମଜୀବନୀ ହେଲା। ତ ଏହାର ଏକ ସହଜାତ ପ୍ରତିବନ୍ଧକ ହେଉଛି ଏହା ଅସମ୍ପୂର୍ଣ୍ଣ, ଅର୍ଥାତ୍ ଆତ୍ମଜୀବନୀର ନିଜର ଦେହାବସାନ ପୂର୍ବରୁ ମୁଖ୍ୟତଃ ଏହାର ଲେଖା ଅସମ୍ପୂର୍ଣ୍ଣ କରି ଛାଡ଼ିଯାନ୍ତି। ତ ଅନେକ ସାରା ରାଇଟର ଅଛନ୍ତି ଏମିତି, ଫକୀର ମୋହନଙ୍କର ପୂର୍ବରୁ ମଧ୍ୟ ଅନେକ ସାରା ରାଇଟର ଅଛନ୍ତି ଯେଉଁମାନେ କି ନିଜର ଆତ୍ମଜୀବନୀ ଲେଖା ଆରମ୍ଭ କରିଥିଲେ କିନ୍ତୁ ତାହାକୁ ଅସମ୍ପୂର୍ଣ୍ଣ କରି ଛାଡ଼ି ଯାଇଛନ୍ତି। କିନ୍ତୁ ସେ ତ ଯେହେତୁ ଯେ ମୃତ୍ୟୁବରଣ ବା ଦେହାବସାନ କରୁଛନ୍ତି ତାଙ୍କ ଲେଖା ଗୁଡ଼ିକ ଅଧାରେ ରହିଯାଉଛି, ସେଗୁଡ଼ା ସାର୍ଥକ ପାଇପାରୁ ନାହିଁ। କିନ୍ତୁ ଫକୀର ମୋହନଙ୍କ କ୍ଷେତ୍ରରେ ତାଙ୍କର ପୁତ୍ର ମୋହିନୀ ମୋହନ ଯିଏକି ତାଙ୍କର ଅସମ୍ପୂର୍ଣ୍ଣ ଆତ୍ମଜୀବନୀକୁ ସେ ସାର୍ଥକ କରିଥିଲେ। କେତେରେ ନା 1927 ହେଲା। ତାପରେ ଦେଖିବା ଆତ୍ମଜୀବନ ସଂଜ୍ଞା ଦେବାକୁ ଯାଇ ତମ ଜେ.ଟି. ସିପ୍ଲେ ସେ କଣ କହିଛନ୍ତି? ଦି ଅଟୋବାୟୋଗ୍ରାଫି ପ୍ରପର ଇଜ କନେକ୍ଟେଡ ନେରେଟିଭ ଅଫ ଦି ଅଦର ଲାଇଫ with stress laid on introspection or on the significance of his life against a wider background। ତ ଅର୍ଥାତ୍ ଦେଖନ୍ତୁ ଏକ ବୃହତ୍ତର ପଟ୍ଟଭୂମି ଉପରେ ପର୍ଯ୍ୟବେସିତ ଲେଖକର ଅନ୍ତର୍ଦୃଷ୍ଟି ସମ୍ପନ୍ନ ତାପଜପୂର୍ଣ୍ଣ ଜୀବନ କାହାଣୀ ବିବରଣୀ ହିଁ ପ୍ରକୃତ ଆତ୍ମଜୀବନୀ। ତାହେଲେ ବର୍ତ୍ତମାନ ସମସ୍ତଙ୍କ ଡାଉଟ୍ କ୍ଲିୟର ହେଇଗଲା ଯେ ଆତ୍ମଜୀବନୀ କ'ଣ? ଏହା ମୁଖ୍ୟତଃ ଜଣେ ବ୍ୟକ୍ତିର ସମଗ୍ର ଜୀବନର ଘଟଣା ଓ ପ୍ରବାହର ଏକ କଳାତ୍ମକ ଆକଳନ। ତାହେଲେ କ'ଣ? ତାର ସମଗ୍ର ଜୀବନର ଘଟଣାକୁ ସେ ଲେଖିଥାଏ ଏବଂ ଯାହାକି ଆକଳନକାରୀ ହିଁ ନିଜେ ଆତ୍ମଜୀବନୀକାର ଉପରେ ନିର୍ଭର କରିଥାଏ। କାରଣ ଜଣଙ୍କ ଆତ୍ମଜୀବନୀ ସେହି ବ୍ୟକ୍ତି ଦ୍ୱାରା ହିଁ ସର୍ବୋତ୍ତମ ଭାବରେ ଲେଖାଯାଇ ପାରିବ, ମାନେ ସମ୍ପୂର୍ଣ୍ଣ ଭାବରେ ଲେଖାଯାଇ ପାରିବ। ଯଦି ଧର ତମେ ତମ ଲାଇଫ ବିଷୟରେ କିଛି କରୁଛ ହେଲା, ତ ସେଇ ବିଷୟରେ ଭଲ ଚାଲିଛି ଖରାପ ଚାଲିଛି, ଆଉ ଜଣେ ବ୍ୟକ୍ତି ସେ ଲେଖିପାରିବ କି? ଲେଖିପାରିବ ନାହିଁ। କାହିଁକି ନା ସେ ଜଣେ ବ୍ୟକ୍ତିର ବିଷୟରେ ସେ ତା ଜୀବନରେ କ'ଣ ସବୁ ଫେସ୍ କରୁଛି, କ'ଣ ସବୁ ପ୍ରୋବ୍ଲେମ ଚାଲିଛି, କ'ଣ ମାନେ କ'ଣ ସେ ଖୁସି ହଉଛି, ଦୁଃଖ ସେ ନିଜେ ହିଁ ଜାଣିଛି ନା। ତ ନିଜ କଥା ସେ ନିଜେ ହିଁ କେବଳ ଭଲ ଭାବରେ ଲେଖିପାରିବ ହେଲା, ସର୍ବୋତ୍ତମ ଉପାୟରେ ଲେଖିପାରିବ। ଯଦି ଅନ୍ୟ ଜଣେ ଲେଖିଲା ସିଏ ଏତେ ତୁମ ଡିଟେଲ୍ସରେ ଲେଖିପାରିବ ନାହିଁ, ସେ ବାହାରୁ ଯାହା ଦେଖିଲା ସେଇଆ ହିଁ ଲେଖିଦେବ। ଯେହେତୁ ସେ ନିଜକୁ ଯେପରି ଜାଣିଛନ୍ତି ଅନ୍ୟ କେହି ତାକୁ ସେପରି ଜାଣିବା ସମ୍ଭବପର ନୁହେଁ। ତ ବିଶେଷ କରି ତାକୁ ସୁଦୀର୍ଘ ଜୀବନଯାତ୍ରା ବହୁ ସଂଗୁପ୍ତ ପ୍ରସଙ୍ଗ ଯାହାକି କେବଳ ସେହି ବ୍ୟକ୍ତିବିଶେଷଙ୍କ ଦ୍ୱାରା ସର୍ବାଧିକ ସତ୍ୟ ରୂପ ନେଇ ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତ ଲାଭ କରିପାରିବ। ତ ନିହାତି ଭାବରେ ଯଦି ସେ ନିଜେ ହିଁ ଲେଖିବ ତାହେଲେ କ'ଣ ବେଶ ପାଠକୀୟ ଆଦୃତ ଲାଭ କରିପାରିବ, ଲୋକମାନେ ପଠନ କରିବାକୁ ଅଧିକ ଆଗ୍ରହୀ ହେବେ। ଯଦି ଜଣେ ବ୍ୟକ୍ତିଙ୍କର ପୁରା ସମ୍ପୂର୍ଣ୍ଣ ବିଷୟରେ ଜାଣିବା ତୁମକୁ ଇଣ୍ଟରେଷ୍ଟିଂ ଲାଗିବ। ଆଉ ଯଦି ସେ ଖାଲି ଉପରେ ଉପରେ ଲେଖିଦେବ ଆଉ ଜଣେ ବ୍ୟକ୍ତି ତା ଜୀବନୀ ବିଷୟରେ, ତାହେଲେ ମଜା ଲାଗିବ କି? ତୁମକୁ ପଢ଼ିଲା ବେଳେ ତୁମକୁ ଏତେ ଭଲ ଲାଗିବନି, କାହିଁକିନା ସେ ତୁମେ ତା ବିଷୟରେ କିଛି ଜାଣିବା ପାଇଁ ପାଇବନି ନା। ଖାଲି ଉପରିଆ ଯେ ଏଟା କରୁଛନ୍ତି ସେଟା କରୁଛନ୍ତି, ଏଇ ଆନ୍ଦୋଳନ କରିଛନ୍ତି ଇଏ କରୁଛନ୍ତି, ତ ସେଗୁଡ଼ା ଏତେ ଖାସ୍ ଲାଗିବନି। ତେଣୁକରି ଦେଖନ୍ତୁ ଏ ଦୃଷ୍ଟିରୁ ବିଚାର କରି କୁହାଯାଇପାରେ ଯେ ଜୀବନ ପ୍ରବାହର କ'ଣ ନିଚ୍ଛକ ସତ୍ୟକୁ ବିଶ୍ୱାସଯୋଗ୍ୟ ଭାବରେ ପରିବେଷଣ କରି ଜୀବନକାର ବାସ୍ତବ ସତ୍ୟକୁ ଅତି ନିକଟତର ଭାବରେ ପ୍ରକାଶ କରିଥାନ୍ତି। ତେଣୁ ବୋଧେ କୁହାଯାଇଛି ଯେ ବାୟୋଗ୍ରାଫି gives us truth convincingly, autobiography out to do it yet more convincing for us we have already seen it in first hand information about the କ'ଣ ଇଣ୍ଡିଭିଜୁଆଲ ମାନେ ନିଜ ବିଷୟରେ। ଏଣୁ ଏଠାରେ 5 ଜଣ ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ନିର୍ଭରଯୋଗ୍ୟ ବିଷୟବସ୍ତୁ ଓ ଉପସ୍ଥାପନାର ଅବକାଶ କ'ଣ ଆତ୍ମଜୀବନୀକାର ପକ୍ଷରେ ହିଁ ସମ୍ଭବପର ହୋଇଥାଏ। ତାପରେ ଦେଖିବା ହେଲା କ'ଣ ଅଛି, ଦେଖନ୍ତୁ ଆତ୍ମଜୀବନୀକାର ତାଙ୍କର ସମଗ୍ର ଜୀବନର ଏକ ଆପତ ବିଶ୍ୱାସଯୋଗ୍ୟ ନିରପେକ୍ଷ ବିଚାର ସ୍ୱର ପଡ଼ି ନିଜ ସମ୍ପର୍କରେ ପାଠକ ସମ୍ମୁଖରେ ଉପସ୍ଥାପନା କରିଥାନ୍ତି। ତେଣୁ ଆତ୍ମଚରିତର ସଫଳତା ନିର୍ଭର କରେ କ'ଣ ବିଚାରକ ଭାବରେ ଲେଖକଟି କେତେ ଦୂର ନିରପେକ୍ଷ ରହି ଅସମ୍ପୂର୍ଣ୍ଣ ଅନାସକ୍ତ ଭାବରେ ନିଜର ପାପ ପୁଣ୍ୟ ଦୋଷ ଗୁଣ ତା ସହିତ ଅନ୍ଧାର ଆଲୋକକୁ ନିକିତିରେ ତୋଳିବାକୁ ସମର୍ଥ ହୋଇଥାଏ। ତାପରେ ଦେଖିବା କ'ଣ ଅଛି, ତେବେ ଏଇଠି ପ୍ରଶ୍ନ ଆସେ ଯେ ସ୍ୱଭାବତଃ ମଣିଷ ତା ଜୀବନର ସବୁଠାରୁ ଉଲ୍ଲେଖନୀୟ ଘଟଣା ଅନ୍ୟକୁ ଶୁଣାଇବାକୁ ଯେତେ ବ୍ୟାକୁଳ ସେତେଟା କିନ୍ତୁ ତାର ଜୀବନର ଅନ୍ଧାରି ପକ୍ଷର କାହାଣୀ ଶୁଣାଇବାକୁ କୁଣ୍ଠିତ। ତ ନିହାତି ଭାବରେ ଯଦି ବ୍ୟକ୍ତି ଯେଉଁ ଭଲ ଭଲ କାମ କରିଛନ୍ତି, ତ ଏଇଠି ପୁଣ୍ୟ କରିଥିଲି, ଏଇଠି ଏହା କରିଥିଲି, ଏହାକୁ ଏମିତି ଉପକାର କରିଥିଲି, କିନ୍ତୁ ସେ ଜୀବନର କ'ଣ ସବୁ ଖରାପ କାମ କରିଛନ୍ତି ହେଲା, ତ ସେଗୁଡ଼ା ସେ କେବେ ପ୍ରକାଶ କରନ୍ତି ନାହିଁ। କୋଉଠି ନା ତାଙ୍କର ଆତ୍ମଜୀବନୀ ମାଧ୍ୟମରେ। ଅର୍ଥାତ୍ ଆତ୍ମଦର୍ଶନ ଆତ୍ମବିଚାର ଓ ଆତ୍ମ ଉପଲବ୍ଧି ସହିତ ଏହାର ରହିଛି କ'ଣ ନିଶ୍ଚିତତମ ଆତ୍ମିକ ସମ୍ପର୍କ। ତ ଏଥିରେ ସମାଜ ରାଜନୈତିକ ଓ ଐତିହାସିକ ଘଟଣା ସହିତ ଲେଖକର ବ୍ୟକ୍ତିତ୍ୱ ତିକ୍ତ ମଧୁର ଅନୁଭୂତି ସବୁ କ'ଣ ପରସ୍ତ ହୋଇ ଖୋଲି ଯାଆନ୍ତି ହେଲା। ସେ କ'ଣ ନା କିଛି ଲୋକମାନେ ସେମିତି ଥାନ୍ତି, ସବୁମାନେ ପୁରା ଲେଖି ଚାଲନ୍ତି, ସେ ଯୋଉଠି ଯାହା ଭଲ କାମ କରନ୍ତି ଖରାପ କାମ କରନ୍ତି ସବୁ ସେ ଆତ୍ମଜୀବନରେ ପ୍ରକାଶ କରନ୍ତି। ତା ଦ୍ୱାରା ସବୁ ସେଇ ଲୋକମାନେ ସବୁ ଜାଣିପାରନ୍ତି ସେ କୋଉଠି କ'ଣ କରିଛନ୍ତି। ତ ଏହି ପରିପ୍ରେକ୍ଷୀରେ ମହାନାୟକ ବିଶିଷ୍ଟ ପ୍ରଶିକ୍ଷକ ଚିତ୍ତରଞ୍ଜନ ଦାସଙ୍କର ମତରେ
ଆତ୍ମଜୀବନୀ ହେଉଛି ନିଜେ ଆପଣ ଜୀବନକୁ ବଞ୍ଚିବାର କାହାଣୀ, ଏକ ବିରାଟ ଚାଲିବାର କାହାଣୀ, ଏକ ସ୍ୱକୀୟ ଜୀବନ ବିଷ୍କାର ଓ ଜୀବନ ପରିସର କାହାଣୀ, ସ୍ୱତନ୍ତ୍ର ସ୍ମୃତି ଓ ଅନୁଭୂତିର ଏକ କଳାତ୍ମକ ଉଲ୍ଲେଖ ହେଉଛି କ'ଣ ଯଥାର୍ଥରେ ଆତ୍ମଜୀବନୀ ମୂଳକ ସାହିତ୍ୟ। ତ ପିଲାମାନେ ଏଇଟା ତୁମର କ'ଣ ସଂଜ୍ଞା ସ୍ୱରୂପ ଆମେ ଆଲୋଚନା କଲେ। ଆଜିର ଭିଡ଼ିଓରେ ଆଲୋଚନା କରିଦେବା ଅଧିକ ନାହିଁ, ବହୁତ କମ୍ ଅଛି ହେଲା ବୈଶିଷ୍ଟ୍ୟ ଗୁଡ଼ାକ ହେଲା। ଚାଲ ଜଣେ ଆତ୍ମଚରିତକାର ଆତ୍ମଜୀବନୀ ଲେଖି ବସିବାକୁ ଗଲେ ସେ କ'ଣ ଲେଖିବେ, କେମିତି ଲେଖିବେ, କ'ଣ ସେଥିରେ କରିବେ, ଆଉ କ'ଣ ସେଥିରେ ଲୁଚେଇବେ ଏବଂ ଆତ୍ମପାପ ସ୍ୱୀକାର କଲେ ତାଙ୍କର ପ୍ରତି ପାଠକ ଗୋଷ୍ଠୀର ସମ୍ମାନ କ୍ଷୁଣ୍ଣ ହେବାର ଆଶଙ୍କା ରହିବ କି ନାହିଁ। ତ ଏସବୁ ବିଷୟ ବିଚାର କରି ଲେଖକଟି ଲେଖି ବସେ ତାର ଆତ୍ମଜୀବନୀ। ଏଣୁ ଏକ ଉଚ୍ଚ କୋଟିର ଆତ୍ମଜୀବନୀ ଲେଖିବାକୁ ଗଲା ବେଳେ ଆତ୍ମଚରିତକାର ନିମ୍ନୋକ୍ତ କେତେ ଗୋଟି ଦିଗ ପ୍ରତି ଧ୍ୟାନ ଦେବାକୁ କ'ଣ ସର୍ବାଧିକ ଆବଶ୍ୟକ ହୋଇଥାଏ। ଯଦି ସେ ଦିଗ ଗୁଡ଼ିକୁ ସେ ଧ୍ୟାନ ଦେବନି ତାହେଲେ ଆତ୍ମଜୀବନୀଟି ସମ୍ପୂର୍ଣ୍ଣ ହେଇପାରିବ ନାହିଁ, ସେ ଅଧୁରା ହେଇଯିବ କିମ୍ବା ତାର କ'ଣ ପାଠକ ମାନେ ଏତେ ପଢ଼ିବେ ନାହିଁ। ଯଦି ତୁମମାନେ ଟିକେ କାରଣ କିଛି ନିୟମ ନୀତି ରହିଛି, ଯେମିତି ନାଟକ ଲେଖିବାର କିଛି ତୁମର କ'ଣ କିଛି ଜିନିଷ ଧ୍ୟାନ ଦେବାକୁ ପଡ଼ିଥାଏ, କ୍ଷୁଦ୍ର ଗଳ୍ପରେ କିଛି ଜିନିଷ ଧ୍ୟାନ ଦେବାକୁ ପଡ଼ିଥାଏ। ବହୁତ ବଡ଼ ଷ୍ଟୋରିକୁ ଆମେ ସମ୍ପୂର୍ଣ୍ଣ ଭାବରେ ପୁରା ରସପୂର୍ଣ୍ଣ ଉପରେ ଲେଖିଥାଉ, ଯାହାଦ୍ୱାରା ପଢ଼ିବା ପାଇଁ ପାଠକକୁ ମଜା ଲାଗିଥାଏ। ସେହିପରି ଭାବରେ ଏଇଟା ହେଉଛି କିଛି ଆତ୍ମଜୀବନର କିଛି ନିୟମ ଗୁଡ଼ିକ। ଦେଖନ୍ତୁ, ଗୋଟେ ହେଲା ପ୍ରସଙ୍ଗ ନିର୍ବାଚନ। ସେଗୁଡ଼ାକ କ'ଣ ରହିଛି ନା ଆତ୍ମଚରିତରେ ଆତ୍ମଚରିତକାର ହିଁ ନିଜେ ନିଜର ପ୍ରସଙ୍ଗିକତା ଲେଖିବେ। ତେଣୁ ଲେଖା ଓ ଲେଖକ ଅଭିନତଜ ଏ ଅଭିନତ ସତ୍ତ୍ୱେ ତା ନିକଟରେ ଅଛି ଏକ ଜଟିଳ ଦାୟିତ୍ୱବୋଧ। ତାହା ହେଉଛି ସେ ନିଜର ବ୍ୟକ୍ତି ସତ୍ତାଠାରୁ ନିଜକୁ ଦୂରେଇ ରଖି ନିଜେ ନିଜର ବିଚାର କରିବା ଓ ଅନ୍ୟ ଭାବରେ କହିଲେ he must be able to forget himself at the same time remember himself, a thing hastily paradoxical but an essential feature of autobiography. All the same, it is the peculiar nature of this form of art which makes it unique among all form of literary art। ମାନେ କ'ଣ ସୁତଙ୍ଗରା ଏଠାରେ ବିଚାରକ ଓ ବିଚାର୍ଯ୍ୟ ଏକ ଏବଂ ଅଭିନ୍ନ, ନିଜେ ନିଜର ପ୍ରଶଂସକ ଏବଂ ନିନ୍ଦୁକ ମଧ୍ୟ, ଆଲୋକ ବି ସେଇଠି ଏବଂ ଅନ୍ଧାର ବି ସେଇଠି, ନିଘନ ସତ୍ୟର ପୁନେଇ ଚାନ୍ଦ ବି ସେଇଠି। କୋଉଠି? ସେ ଆତ୍ମଜୀବନୀରେ ହେଲା। ସିଏ ହିଁ ନିଜର ପ୍ରଶଂସା କରିବ ଏବଂ ସିଏ ହିଁ ନିଜକୁ ନିନ୍ଦା କରିବ। ସେ ଧର କୋଉଠି ଭଲ କାମ କଲା ସେଇଟା ବି ଲେଖିବ, କୌଣସି ଖରାପ କାମ କଲା ସେଇଟା ବି ଲେଖିବ। ସେମିତି ଲେଖିବା ଦରକାର। ଆକ୍ଚୁଆଲି ଏଇଟା କ'ଣ ଆତ୍ମଜୀବନର ପ୍ରସଙ୍ଗ ନିର୍ବାଚନ। ତାପରେ ଆସିଲା କ'ଣ ଉପସ୍ଥାପନା କୌଶଳ। ଉପସ୍ଥାପନା କିପରି କରିବା? ଦେଖନ୍ତୁ, ଆତ୍ମଚରିତ ଉପସ୍ଥାପନା କାଳ କଳାତ୍ମକ ଓ ଅଭିବ୍ୟକ୍ତି ପ୍ରକାଶିତ ହେବା ଦରକାର, ଯାହାକି ଉଚ୍ଚ ମୂଲ୍ୟବୋଧର ପରିଚାୟକ ହେବାକୁ ସମର୍ଥ ହେବ। ତାପରେ କ'ଣ ନା ସମଗ୍ର ଜୀବନର ଦୈନନ୍ଦିନ ବିବରଣୀ ବା ଯେଉଁ ଡେଲି ଲାଇଫ୍ ତମେ ଯାହା କିଛି କରୁଛ ତାହାକୁ ପ୍ରଦାନ ନ କରି ଜୀବନର ବିଶିଷ୍ଟ କିଛି ମୁହୂର୍ତ୍ତ ଗୁଡ଼ିକର ଚିତ୍ର ଉପସ୍ଥାପନ କରିବା ସହିତ ଲେଖକୀୟ ବ୍ୟକ୍ତିସତ୍ତାର ଅନାସକ୍ତ ରଖି ଆତ୍ମଚେତନା ଓ ନିଜର ବ୍ୟକ୍ତିତ୍ୱର ବିମନତା ପ୍ରତି ସଚେତନ ହେବା ଦରକାର। ମାନେ ତମେ ଦୈନନ୍ଦିନ ଜୀବନରେ ଯାହା କିଛି କରୁଛ, ଗାଧଉଛ, ଖାଉଛ, ଏମିତି କିଛି କରୁଛ, ମାନେ ଏଇଠି ବୁଲତେ ଯାଉଛ, ତ ସେଗୁଡ଼ା ଲେଖିବା ଦରକାର ନାହିଁ। ମାନେ ଯୋଉଟାକି କିଛି ବିଶିଷ୍ଟ ମୁହୂର୍ତ୍ତ, ଯୋଉଟାକି ତମ ଜୀବନର ସବୁଠୁ ବେଷ୍ଟ ମୁଭମେଣ୍ଟ ଗୁଡ଼ାକ ହେଇଥିବ, ତ ସେଇ ଗୁଡ଼ିକ ତମେ ଲେଖିବାର ଅଛି ଆତ୍ମଜୀବନରେ ହେଲା। ଘଟଣା ଓ ବିଷୟବସ୍ତୁ ପ୍ରତି ସର୍ବଦା ସଚେତନ ରହି ସ୍ଥାନ, କାଳ, ପାତ୍ର ସମ୍ପର୍କରେ ନିରୂପଣ ସତ୍ୟ ପ୍ରତି ଲେଖକ କ'ଣ ପ୍ରତିଶ୍ରୁତିବଦ୍ଧ ହେବା ଦରକାର। ତ ନିହାତି ଭାବରେ ତମେ କିଛି ଜିନିଷ ଡାଉଟରେ ଲେଖିବନି। ଧର ମୁଁ ଏଇଠି ଯାଇଥିଲି, ମାନେ ଗୋଟେ ନିଜସ୍ୱ ଗୋଟେ ସ୍ଥାନ ଲେଖିବ ଯେ ମୁଁ ଏଇ ସ୍ଥାନକୁ ଯାଇଥିଲି, ଏହା କରିଥିଲି, ଏଇ ସ୍ଥାନରେ ଏହା କରିଥିଲି, କଟକ ଯାଇଥିଲି ଗୋଟେ ଆନ୍ଦୋଳନ ପାଇଁ। ସେମିତି ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ଆଉ ନିର୍ଦ୍ଦିଷ୍ଟ ସମୟ ବି ଦରକାର। ଧର ରାତିରେ ହଉ ଦିନରେ ହଉ, ଯଦି ସେଗୁଡ଼ା ଲେଖିବନି ତାହେଲେ କ'ଣ ସେଟା ପାଠକ ମାନେ ତାଙ୍କୁ ଆକୃଷ୍ଟ କରିପାରିବନି ପଢ଼ିବା ପାଇଁ, ମାନେ ମଜା ଲାଗିବନି ହେଲା। ତାପରେ ଦେଖିବା କ'ଣ, ଦେଖନ୍ତୁ ତାପରେ ଆସିଲା ଅସଲ ମଣିଷ ଚିହ୍ନଟ। ଅସଲ ମଣିଷ ଚିହ୍ନଟ ମାନେ କ'ଣ? ଦେଖନ୍ତୁ, ଆତ୍ମଜୀବନୀକାର ଦୃଷ୍ଟିକୋଣ ସର୍ବଦା ଅସଲ ମଣିଷର ଅସଲ ସ୍ୱରୂପ ଉଦ୍ଘାଟନ ଦିଗରେ ନିବଦ୍ଧ ହେବା ଦରକାର। ତମେ କିଛି ଫେକ୍ ଜିନିଷ ଲେଖିବନି, ଯୋଉଟାକି ତାର ରିଏଲ ଚରିତ୍ର ତମେ ସେଇଟା ହିଁ ଲେଖିବାର ଅଛି। କୋଉଠି? ଆତ୍ମଜୀବନୀରେ ହେଲା। ତାପରେ ଦେଖିବା ତାପରେ ତମର କ'ଣ ଐକାନିକ ନିଷ୍ଠା କ'ଣ ହେଇଛି ଦେଖ। ଆତ୍ମଜୀବନୀକାର ନିଜର ଜୀବନୀ ଲେଖିଲା ବେଳେ ତାଙ୍କର ନିଷ୍ଠାପର ଉଦ୍ଦେଶ୍ୟ, ତା ସହିତ କ'ଣ ନିଷ୍ଠାପର ଉପସ୍ଥାପନ କୌଶଳ, କାର୍ଯ୍ୟସିଦ୍ଧି ପାଇଁ ଏକାଧିକ ନିଷ୍ଠା ରହିବା ଉଚିତ। ବିଷୟବସ୍ତୁ, ପ୍ରସଙ୍ଗ ଓ ସହାନୁଭୂତି ଆଦି ପରିବେଷଣ କ୍ଷେତ୍ରରେ ଅନୁପାତିକତା ରକ୍ଷା କରିବା ହେଉଛି ଏକାନ୍ତ ଅପରିହାର୍ଯ୍ୟ। ଏତଦ୍ ଭିନ୍ନ ପ୍ରକାଶନ ଶୈଳୀରେ ଅନୁପମ ସ୍ୱତନ୍ତ୍ରତା ଏହାକୁ ଉନ୍ନତି ତଥା ଆକର୍ଷିତ ପଠନ ଉପଯୋଗୀ ସାହିତ୍ୟ ଭାବରେ ଜନାଦୃତ କରାଇବା ଦିଗରେ ସହାୟକ ହୋଇଥାଏ। ତାପରେ ଦେଖିବା ତମ ସଚେତନତା, ମାନେ କ'ଣ ତୁମକୁ ସଚେତନତା ଅବଲମ୍ବନ କରିବା ପାଇଁ ପଡ଼ିବ ହେଲା। ସର୍ବୋପରି ଆତ୍ମଜୀବନୀକାର ସର୍ବଦା ସଚେତନ ହୋଇ ରହିବା ଉଚିତ। କାହିଁକି ନା ଦେଖନ୍ତୁ, ନିଜ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟ ସରଳ ବିଜ୍ଞାନ ଭିତ୍ତିକ ତଥ୍ୟାବଳୀ ଗୁଡ଼ିକୁ
ସେ ଯେ ଏକ ସାହିତ୍ୟିକ କୃତି ରୂପରେ ସମାଜ ହାତରେ ସମର୍ପି ଦେବାକୁ ଯାଉଛନ୍ତି ତ ଏକଥା ପ୍ରତି ସଚେତନ ରହିବା ଉଚିତ। ତେଣୁକରି ସେମାନେ ଯୋଗୀ ରଖିକି ଲେଖିବା ଉଚିତ। ପ୍ରଥମ ତ ତମାନେ ଲେଖିବା ପୂର୍ବରୁ ଜାଣିବାର ଅଛି ଯେ ତୁମର ଆତ୍ମଜୀବନୀ ଉପରେ ସମାଜ ଉପରେ କିଛି ପ୍ରଭାବ ପଡିବ କି ହେଲା। ସମାଜ ତୁମର ଆତ୍ମଜୀବନୀ ପଢିକି ଯଦି ତୁମେ ସେଇଠି ଲେଖିଦେବ କେମିତି ହେଲେ ମାନେ ମାଓବାଦୀ ହେଇପାରିବ ସେଇ ବିଷୟରେ ଯଦି ଲେଖିଦେଇଥିବ ତାହେଲେ କଣ ସମାଜ ଉପରେ ତାର କୁପ୍ରଭାବ ପଡିବ। ସେଇ ଭାବରେ ସେଗୁଡା ତୁମକୁ ଧ୍ୟାନ ଦେବାର ଅଛି ଯେମିତିକି ସମାଜ ଉପରେ କିଛି ପ୍ରକାର ପ୍ରଭାବ ଯେମିତି ନ ପଡେ। ତ ପିଲାମାନେ ଆଜିର ଭିଡ଼ିଓ ଏଇଠି ରଖୁଛି ହେଲା। ଦେଖା ହବା ଗୋଟେ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ। ଜୟ ଜଗନ୍ନାଥ।